ସାଧାରଣତଃ 2 ରୁ 3 ବର୍ଷ ପିଲାକୁ ହେଇଗଲା ପରେ ଆପଣମାନେ ତାକୁ ଟ୍ୟୁସନ୍ ପାଇଁ ପଠାଇ ଦିଅନ୍ତି। ଟ୍ୟୁସନ୍ରେ ସାର୍ କ'ଣ କରନ୍ତି, ତାକୁ ଅ ଆ ଆରମ୍ଭରୁ ବା ABCD ଶିଖାଇ ଦିଅନ୍ତି। ପିଲା ପାଠ ପାଇଁ ତା'ର ଡର ହେଇଯାଏ। ସେପରି ନ କରିକି ଆପଣମାନେ ପିଲାକୁ ଘଣ୍ଟା ଚାଲୁଥିବାର ବିପରୀତ ଦିଗରେ ଶୂନ ଶିଖାନ୍ତୁ। ବୋଲେ ଏଇଭଳି ଘଣ୍ଟା ଯେଉଁ ଦିଗରେ ଚାଲୁଛି ତା'ର ବିପରୀତ ଦିଗରେ ଶୂନଟି ଶିଖାନ୍ତୁ। ସମୟ ନେଉ, କିଛି ଅସୁବିଧା ନାହିଁ। ଯେତେ ସମୟ ସେ ନେଉ, ଯେତେ ଦିନ ଯାଏ ସେ ଶିଖୁଛି ଶିଖୁ, କୌଣସି ଅସୁବିଧା ନାହିଁ। ତାପରେ ଘଣ୍ଟା ଯେଉଁ ଦିଗରେ ଚାଲୁଛି ସେଇ ଦିଗରେ, ଏଇଟା ହେଉଛି ଘଣ୍ଟା ଯେଉଁ ଦିଗରେ ଚାଲୁଛି ତା'ର ବିପରୀତ ଦିଗରେ, ଏଇଟା ହେଉଛି ଘଣ୍ଟା ଯେଉଁ ଦିଗରେ ଚାଲୁଛି ସେଇ ଦିଗରେ ତାକୁ ଶୂନ ଶିଖେଇବେ। ତାପରେ ଅଧା ଶୂନ ଶିଖେଇବେ ଉପର ପଟିଆ, ତାପରେ ତଳ ପଟିଆ ଅଧା ଶୂନ ଶିଖେଇବେ, ତାପରେ ବାମ ପଟୁ ଅଧା ଶୂନ ଶିଖେଇବେ, ତାପରେ ଡାହାଣ ପଟୁ ଅଧା ଶୂନ ଶିଖେଇବେ। ମୁଁ ଏଇଟା ସବୁ କାହିଁକି କହୁଛି ପରବର୍ତ୍ତୀ ମୁହୂର୍ତ୍ତରେ, ପରବର୍ତ୍ତୀ ସମୟରେ ମୁଁ କହିଦେବି। ତାପରେ ଅଧା ଶୂନ ବାମ ପଟେ, ଅଧା ଶୂନ ଡାହାଣ ପଟେ ଶିଖେଇ ସାରିଲା ପରେ ତାକୁ ଷ୍ଟ୍ରୋକ୍ ବା ଗାର, ଏରା ସବୁ ଷ୍ଟ୍ରୋକ୍, ତାକୁ ଗାର ପକାଇବା ଶିଖେଇବେ। ଉପରୁ ତଳକୁ, ଉପରୁ ତଳକୁ ଗାର ପକାଇବା ଶିଖେଇବେ। ଏଇଭଳି ଭାବରେ ସେ ଶିଖିବ। ତାପରେ ତଳୁ ଉପରକୁ ସେ ଗାର ପକାଇବା ଶିଖିବ। ଏଇଭଳି ଭାବରେ ଗାର ପକାଇ ଦେଖନ୍ତୁ, ଏଇଭଳି ଭାବରେ ସେ ଗାର ପକାଇବା ଶିଖିବ। ତାପରେ ବାମ ପଟକୁ ତିର୍ଯକ କରିକି ଗାର ପକାଇବା, ଉପରୁ ତଳକୁ ଶିଖେଇବେ। ତାପରେ ଡାହାଣ ପଟକୁ ଏଇଭଳି ଭାବରେ ଉପରୁ ତଳକୁ ଶିଖେଇବେ। ତାପରେ ଏଇ ଗାର ଗୁଡ଼ିକ ତଳୁ ଉପରୁ ଶିଖେଇବେ। ଏଇଭଳି ଭାବରେ ଶିଖେଇବେ, ତଳୁ ଉପରକୁ ଏଇଭଳି ଭାବରେ ଶିଖେଇବେ। ପୁଣି ଏଇ ଗାରଟିକୁ ତଳୁ ଉପରକୁ ଏଇଭଳି ଭାବରେ ଶିଖେଇବେ। ବୁଝିପାରିଲେ? ତାପରେ କ'ଣ ଶିଖେଇବେ? ତାପରେ ଏଇଭଳି ଷ୍ଟ୍ରେଟ୍ ଲାଇନ୍, ସିଧା ସିଧା ଗାର ପକାଇବା ଶିଖେଇବେ, ଡାହାଣରୁ ବାମକୁ। ପୁଣି ଏଇ ଦିଗରେ ଶିଖେଇବେ। ଏସବୁ ଶିଖିଲା ପରେ ପ୍ରଥମେ ଆମେ ଶୂନ ଶିଖେଇଛେ। ଶୂନରୁ ପିଲା କ'ଣ ଶିଖିପାରିବ? ଶୂନଟିଏ କଲା, ଶୂନରୁ ଉପରୁ ତଳକୁ ଗାର ପକାଇବା ସେ ଜାଣିଛି। ବଙ୍କେଇକି ପୁଣି ଗାର ପକାଇକି କ ଲେଖିପାରିଲା। ପୁଣି ଶୂନରୁ ଖ ଲେଖିପାରିବ, ଶୂନରୁ ଗ ଲେଖିପାରିବ। ଏଇ ଉପରୁ ତଳକୁ ଗାର ସେ ଶିଖିଛି। ଗ ଘ, ତାପରେ ଚ ଲେଖିପାରିବ, ଛ ମଧ୍ୟ ଲେଖିପାରିବ, ଝ ବି ଲେଖିପାରିବ, ଝ, ଟ ବି ଲେଖିପାରିବ, ଠ ବି ଲେଖିପାରିବ। ସରିଲା। ତାପରେ ଏପଟ ଶୂନ ଯେଉଁ ଶିଖିଛି, ଏଇଭଳି ତାଲବେଶ ବି ସେ ତାଲବେଶ ବି ସେ ଲେଖିପାରିବ, ତାଲବେଶ ଲେଖିପାରିବ। ତାପରେ ଏପଟ ଶୂନ ଯେଉଁ ଶିଖିଛି, ଣ ଲେଖିବ ସିଏ, ଥ ଲେଖିବ ସିଏ, ଥ। ବୁଝିପାରିଲେ? ଏଇ ଗାର ବି ସେ ଶିଖିଛି। ତାପରେ ପିଲାଟି କ'ଣ ଅଧା ଶୂନ ଯେଉଁ ଶିଖିଛି, ଏଇଟା ଆକୁ ବ୍ୟବହାର କରିକି ସେ କ'ଣ ଲେଖିବ? ଅ ଲେଖିବ, ଅ। ତଳକୁ ଯେଉଁ ଅଧା ଶୂନ ଶିଖିଛି ତାକୁ ବ୍ୟବହାର କରି ସେ କ'ଣ ଲେଖିବ? ଘ ଲେଖିବ। ତଳକୁ ଯେଉଁ ଶିଖିଛି ତାକୁ ବ୍ୟବହାର କରି କ'ଣ ଲେଖିପାରିବ? ପ ଲେଖିବ, ଦ ଲେଖିପାରିବ। ଆହୁରି ବି ଏଇ ଯେଉଁ ଗାର ସେ ଶିଖିଛି, ଏଇ ଗାର, ଏହାର ଧ ଲେଖିପାରିବ। ଏଇ ଗାର ଯେଉଁ ଶିଖିଛି, ଏଇ ଗାର ଯେଉଁ ଶିଖିଛି ସେ ନ ଲେଖିପାରିବ। ତାପରେ ଏଇ ଗାର ସେ ଯେଉଁ ଶିଖିଛି, ଏଇ ଗାର ଯେଉଁ ଶିଖିଛି ସେ ମ ଲେଖିପାରିବ, ଜ ବି ଲେଖିପାରିବ। ବୁଝିପାରିଲେ? ଏସବୁ ଷ୍ଟ୍ରୋକ୍ ଶିଖିବା ଦ୍ୱାରା ପିଲାଟି ପାଠ ପଢ଼ିବାରେ ଆଗ୍ରହ ହେବା ସହିତ ସେ ଅକ୍ଷରକୁ ସହଜରେ ଲେଖିପାରିବ, ଆଉ ସୁନ୍ଦର ବି ଲେଖିପାରିବ।